ଦେବସ୍ନାନ ପୂର୍ଣ୍ଣିମା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ଅନନ୍ୟ ସଂସ୍କୃତି। ଜ୍ୟେଷ୍ଠ ପୂର୍ଣ୍ଣିମା, ଯାହାକୁ ଆମେ ଦେବସ୍ନାନ ପୂର୍ଣ୍ଣିମା ଭାବରେ ପାଳନ କରୁ, ତାହା ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଏହି ଦିନ ଶ୍ରୀମନ୍ଦିରର ରତ୍ନବେଦୀ ଛାଡ଼ି ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ସ୍ନାନ ବେଦୀକୁ ବିଜେ କରିଥାନ୍ତି। 108 ସୁବର୍ଣ୍ଣ କଳସର ଶୀତଳ ଜଳରେ ସ୍ନାନ କରିବା ପରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଥାଏ। ସ୍ନାନ ଯାତ୍ରାର ମହତ୍ତ୍ୱ ଓ ପରମ୍ପରା। ପୌରାଣିକ ପୃଷ୍ଠଭୂମି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଭକ୍ତ ଓ ଭଗବାନଙ୍କ ନିବିଡ଼ ସମ୍ପର୍କର ପ୍ରତୀକ। ସ୍ନାନ ପରେ ପ୍ରଭୁ ଜଗନ୍ନାଥ ଗଜାନନ ବେଶରେ ସୁସଜ୍ଜିତ ହୁଅନ୍ତି। ଏହା ପଛରେ ଥିବା କିମ୍ବଦନ୍ତୀ ଅନୁଯାୟୀ ଜଣେ ଭକ୍ତଙ୍କ ଗଣପତି ରୂପରେ ଭଗବାନଙ୍କୁ ଦେଖିବାର ଅଭିଳାଷ ପୂରଣ କରିବା ପାଇଁ ଏହି ବେଶ ଧାରଣ କରାଯାଏ। ସ୍ନାନଯାତ୍ରା ପରେ ମହାପ୍ରଭୁ ଅସୁସ୍ଥ ହୋଇପଡ଼ନ୍ତି ବୋଲି ବିଶ୍ୱାସ କରାଯାଏ। ଏହା ପରଠାରୁ 15 ଦିନ ପର୍ଯ୍ୟନ୍ତ ରତ୍ନବେଦୀରେ ପ୍ରଭୁଙ୍କ ଦର୍ଶନ ମିଳେ ନାହିଁ, ଯାହାକୁ ଅଣସର କୁହାଯାଏ। ମାନବୀୟ ସଂସ୍କୃତିର ବାର୍ତ୍ତା। ଏହି ଉତ୍ସବ କେବଳ ଏକ ଧାର୍ମିକ ବିଧି ନୁହେଁ, ଏହା ଭାରତୀୟ ସଂସ୍କୃତିର ମାନବବାଦୀ ଦୃଷ୍ଟିକୋଣକୁ ପ୍ରତିପାଦିତ କରେ। ଭଗବାନଙ୍କୁ ମଧ୍ୟ ଜ୍ୱର ହୁଏ ଏବଂ ତାଙ୍କୁ ଔଷଧ ସେବନ ଓ ବିଶ୍ରାମ ଦିଆଯାଏ। ଏହି ପରମ୍ପରା ଜଗତକୁ ସମବେଦନା ଏବଂ ସେବାର ବାର୍ତ୍ତା ଦିଏ। ବର୍ଷର ଏହି ଗୋଟିଏ ଦିନ ଭକ୍ତମାନେ ମହାପ୍ରଭୁଙ୍କୁ ସ୍ନାନବେଦୀରେ ସିଧାସଳଖ ଦର୍ଶନ କରିବାର ସୁଯୋଗ ପାଆନ୍ତି। ତେଣୁ ଏହି ଦିନଟି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଭକ୍ତି ଓ ଆବେଗର ଏକ ମିଳନସ୍ଥଳ ପାଲଟିଥାଏ। ବ୍ୟୁରୋ ରିପୋର୍ଟ, ଓଡ଼ିଆ ଅସ୍ମିତା।